ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଆମର ମୁଖପାତ୍ର ଡକ୍ଟର ଲେଲିନ ମହାନ୍ତି ଏବଂ ମୁଖପାତ୍ର ମିହିର ରାୟ ଏବଂ ନାରାୟଣ ଜେନା ଆମେ ସମସ୍ତେ ମିଶିକି ଆସିଥିଲୁ ସିଓ ଓଡ଼ିଶାଙ୍କୁ ଭେଟିକି ଆପଣମାନେ ସମସ୍ତେ ଜାଣିଛନ୍ତି ବନ୍ୟାର ଏବଂ ଲଗାଣ ବର୍ଷା ଯେଉଁଭଳି ଭାବରେ ଜାରି ରହିଛି ବିଭିନ୍ନ ଜିଲ୍ଲାରେ ଏବଂ ଆଡ଼ିସନାଲ ଇଆର୍ଓ ଏବଂ ଇଆର୍ଓ ମାନେ ଆଡମିନିଷ୍ଟ୍ରେସନ କାମରେ ବ୍ୟସ୍ତ ଅଛନ୍ତି। ତେଣୁ ଅନେକ ଜାଗାରେ ଯେଉଁ ଡିସ୍ପୋଜାଲ ନୋଟିସ୍ ପିରିୟଡ଼ର ଏବଂ ଆପଣଙ୍କର କ୍ଲେମ୍ ଅବଜେକ୍ସନ୍ ମୁଖ୍ୟତଃ ଯେଉଁ କଥା ଗୁଡ଼ିକ ଅଛି ସେ ସମସ୍ତ କଥାକୁ ଆଉ ଟିକେ ସମୟ ଦରକାର ଯେ ଯୋଗ୍ୟ ଭୋଟର ଯେଭଳି ଭାବରେ ବାଦ ନ ପଡ଼ିବେ ଏବଂ ଅଯୋଗ୍ୟ ଯେମିତି ଯୋଡ଼ି ନ ହେବେ ସେଇ ମର୍ମରେ ଆମେ ତାଙ୍କୁ ଅନୁରୋଧ କରିଥିଲୁ। ଗତ 30 ତାରିଖରେ ଜୁଲାଇ 30 ତାରିଖରେ ଅନୁରୋଧ କରାଯାଇଥିଲା ଯେ ମାସେ ସମୟ ଦିଆଯାଉ ବୋଲି। ସେତେବେଳେ ସିଇସି ମାତ୍ର 15 ଦିନ ତାକୁ ଏକ୍ସଟେନସନ୍ କରିଥିଲେ, କିନ୍ତୁ ସେ 15 ଦିନରେ ଦେଖାଗଲା ଯେଉଁ ଦ୍ୱିତୀୟ ଥର ଲଗାଣ ବର୍ଷା ଏବଂ ବନ୍ୟାର ଯେଉଁ ପ୍ରକୋପ ରହିଛି ସେଥିରେ ଯଥେଷ୍ଟ ସମୟ ହେଉନାହିଁ ଏ କାର୍ଯ୍ୟକ୍ରମ ପାଇଁ। ଯେହେତୁ ନୋଟିସ୍ର ଡିସ୍ପୋଜାଲ ପିରିୟଡ଼ଟା ସେପ୍ଟେମ୍ବର 17 ତାରିଖ ପର୍ଯ୍ୟନ୍ତ ଅଛି, ଆମେ ଦାବି କରୁଛୁ ବିଜୁ ଜନତା ଦଳ ପକ୍ଷରୁ ଏବଂ ବିଭିନ୍ନ ଜାଗାରେ ଦେଖାଯାଉଛି ଯେ ଫର୍ମ 7ରେ ଅନୈତିକ ଭାବରେ ମାଇନରିଟି ଲୋକଙ୍କୁ ଭୋଟର ଲିଷ୍ଟରୁ କାଟିଦେବା ପାଇଁ ଯେଉଁମାନେ ଆକ୍ଟିଭ ମାନେ ସେଇଠି ବସବାସ କରୁଛନ୍ତି ଏବଂ ଜୀବିତ ଅଛନ୍ତି ସେମାନଙ୍କୁ ସ୍ଥାୟୀ ସ୍ଥାନାନ୍ତରଣ ଆଧାରରେ ଗୋଟେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳରୁ ଏ ବ୍ୟବସ୍ଥା କରାଯାଉଛି। ତେଣୁକରି ଆମେ ସେଗୁଡ଼ିକ ଯାଞ୍ଚ ଠିକଣା ଭାବରେ ହେଉ କୌଣସି ଜଣେ ବି ଯୋଗ୍ୟ ଭୋଟର ଗୋଟିଏ ରାଜନୈତିକ ଫାଇଦା ପାଇଁ ଏବଂ କିଛି ମାଇନରିଟି ଲୋକଙ୍କୁ କାଟିଦେବା ପାଇଁ ଏବଂ କିଛି ଯେଉଁମାନେ କି ଆବସେଣ୍ଟ ଅଛନ୍ତି ବୋଲି ଦେଖେଇକି ସ୍ଥାନାନ୍ତରିତ ହେଇଯାଇଛନ୍ତି ବୋଲି ଦେଖେଇକି ଯେଉଁ ପ୍ରକ୍ରିୟା ଚାଲୁଛି ତାକୁ ଆମେ ବାରମ୍ବାର ସିଓଙ୍କର ନୋଟିସ୍କୁ ଆଣିକି ଦାବି କରୁଛୁ। ଯାହା କାର୍ଯ୍ୟକ୍ରମ ହେବ ସେ ବିଏଲ୍ଓ ଏବଂ ବିଏଲ୍ଏ ଉଭୟଙ୍କ ଉପସ୍ଥିତିରେ ଯାହା ଅବଜେକ୍ସନ୍ ଅଛି ସେଠି ନିଷ୍ପତ୍ତି ହେବା ଦରକାର ଏବଂ ସେଗୁଡ଼ିକୁ ପଲିଟିକାଲ ପାର୍ଟିକୁ ଯେଉଁ ଉଦ୍ଦେଶ୍ୟ ରଖିକି ଭାରତର ନିର୍ବାଚନ କମିଶନର ଯେଉଁ ଉଦ୍ଦେଶ୍ୟ ରଖିକି ରାଜନୈତିକ ଦଳକୁ ସମ୍ପୃକ୍ତି କରାଇଛନ୍ତି, ରାଜନୈତିକ ଦଳକୁ କନଫିଡେନ୍ସକୁ ନେଇକି ଏ ପ୍ରକ୍ରିୟା କାର୍ଯ୍ୟକାରୀ ହେଉ, ଯେଉଁଟା ଆମର ଆରମ୍ଭରୁ ଦାବି ରହିଛି ଏବଂ ଏବେ ବି ଦାବି ରହିଛି ଯେ ସେ ପ୍ରକ୍ରିୟା ଠିକଣା ଭାବରେ ହେଉ। କ୍ଲେମ୍ ଅବଜେକ୍ସନ୍ ପିରିୟଡ଼କୁ ଅନ୍ତତଃ ଆଉ 15 ଦିନ ଘୁଞ୍ଚେଇ ଦିଆଯାଉ। ଧନ୍ୟବାଦ।